ଆଜି ଶୁଣିବା ଉପନ୍ୟାସ ଦକ୍ଷିଣବକ୍ତ। ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଭାଗ 11। ଯିବା ଆସିବା ବେଳେ ଏ ଦୃଶ୍ୟଟା ଭଲ ଲାଗିଲା ନାହିଁ ବାବାଜୀକୁ। ଯଦିଚ କୋଉ କାଳୁ ତା ମନ ଭିତରେ କିଏ ସକସକ ହେଉଥିଲା ସେମିତି ଟାଣ କରି ପଦେ କଥା ଆପେ କହିଦେବାକୁ। କିନ୍ତୁ ଯେତେବେଳେ ସେ ପୁଣି ପଛରୁ ଦେଖି ଦେଖି ଆସୁଥିବା ଦୃଶ୍ୟକୁ ଅନେଇଲା, ଆଉ ଯେଉଁଠି ଛାଡ଼ିଥିଲା ଧଇଲା ଖିଅଟିକୁ, ସେଇଠୁ ଗୋଟାଏ ଭୟଙ୍କର ଶୋକରେ ସେ ଆପେ ବୁଡ଼ି ଉବୁଟୁବୁ ହେଲା। ତଳକୁ ମୁହଁ ପୋତି ଠିଆ ହୋଇଥିବା ସେଇ ବାପା ମା ହଳଟିକୁ ଚାହୁଁ ଚାହୁଁ ଗୋଟାଏ ଅକୁହା ଶୂନ୍ୟ ଭାବନା ଦିଶିଗଲା ତାକୁ। ଦୟା ନୁହେଁ, ସେ ଭାବଟା ଭିତରେ କ'ଣ ଗୋଟାଏ ଛାତିପଟା ନିରାଶ ବେଦନାରେ ଆଫୁ ଆଫୁ ହୋଇଗଲା ସେ। ମଣିଷ ଶେଷକୁ ପଦଟିଏ ମାତ୍ର ଶବ୍ଦର ବୋଝ ମାଡ଼ି ବସିଲା ତାକୁ। ଆଉ ଚିପି ହୋଇଯାଇ ତାରି ତଳେ ଗଁ ଗଁ ହୋଇଗଲା ସେ। ସକାଳ ଓଳିଟେ ଗଲା କାଟି ଏଇ ଭାବ ଲାଭ ଭିତରେ। ସୂର୍ଯ୍ୟ ଉଠି ସାରିଥାଏ ମୁଣ୍ଡକୁ। ଖୁବ୍ ଶକ୍ତ ଡୋରି ଲଗେଇ କିଏ ଯେମିତି ଝିଙ୍କୁଥାଏ ତାକୁ, ଆଉ ବିକଳ ହେଉଥାଏ ସେ ପଳେଇବା ପାଇଁ ସେଇଆଡ଼କୁ। ହଉ, ଯିବୁ ଯଦି ଯିବୁ, ଖଣ୍ଡିଏ ଖାଇଦେଇ ଯା ବାବାଜୀ। ଧୋବଣୀ ବୁଢ଼ୀ ଖୁବ୍ ବଳେଇଲା, ଆଉ ଧୋବା ବୁଢ଼ା ବାଟ ଓଗାଳି ବସିଲା। ରୋଷେଇ ବାସ ଲାଗିଲା, ବୁଢ଼ୀ ସାଥିରେ କାମରେ ଲାଗି ପଡ଼ିଲା ସେ ଆର ସ୍ତ୍ରୀ ଲୋକଟି। ପୁରୁଷଟି ଗୁମ୍ ହେଇ ବସିଥାଏ, ଆଉ ମଝିରେ ମଝିରେ କୋହ ଉଠେଇଲା ଭଳି ଛାଡ଼ୁଥାଏ ଦୀର୍ଘ ନିଶ୍ୱାସ। ରୋଷେଇବାସ ସରିଲା ଖିଆପିଆ ଅଧ୍ୟାୟଟି। ଏକାଠି ବସି ଠାଟ୍ ବଢ଼େଇଲେ ପାଞ୍ଚଟି ଯାକ ମଣିଷ। ଆଉ ସେଇ ଖାଇବା ପତରରେ ପୁଣି ଥରେ ଏକାଠି ମିଶିଲା ସେଇ ପାଞ୍ଚଜଣଙ୍କ ପାଞ୍ଚ ଆତ୍ମା ହୋଇଗଲେ ଏକ ପୁଣି ଥରେ ସେମାନେ। ଧୋବା ବୁଢ଼ା ପହିଲେ ଉଠାଇଲା କଥାଟି, ଆଉ କହିଲା, ଖୁବ୍ ଭାବିଛନ୍ତି। ଆମେ ଦିହେଁ ବି ଚାଲିବା ତୋ ସାଥିରେ ଦକ୍ଷିଣକୁ ବାବାଜୀ। ଦକ୍ଷିଣ ଶବ୍ଦଟି କହୁ କହୁ ସେ ସତକୁ ସତ ଗୋଟିଏ ଆକୁଳ ଦୃଷ୍ଟିରେ ଚାହିଁ ରହିଲା ଦକ୍ଷିଣ ଦିଗକୁ, ଆଉ କାନ୍ଦ କାନ୍ଦ ହୋଇଗଲା ସେ। ତାର ସେଇ କାନ୍ଦ ବାନ୍ଧିଲା ଶେଷରେ ଅନ୍ୟ ଚାରିଙ୍କୁ ତା ସାଥିରେ। ବୁଢ଼ୀ ଖାଇବାକୁ ଉଠି ପଡ଼ିଲା ଆଗତୁରା, ଆଉ ଦୌଡ଼ି ଯାଇ ସାଇରେ ଦେଇ ଆସିଲା ଖବର, ଦକ୍ଷିଣକୁ ବାହାରିଲୁ ଗୋ ଆମେ। ଦକ୍ଷିଣ ଶବ୍ଦର ଉଚ୍ଚାଟ ଧୋବାଲୁଗାରେ ନୀଳ ପରି ବ୍ୟାପିଗଲା ଚାହୁଁ ଚାହୁଁ। ସାରା ଗାଁଟି ବ୍ୟାକୁଳ ହୋଇ ଉଠିଲା ସେ ପଦଟିକୁ ମାତ୍ର ଭାଷାରେ। ଘର ଦାଣ୍ଡକୁ ବାହାରି ଆସିଲେ ସମସ୍ତେ, ଆଉ ନିଘା କଲେ ସେଇ ଦିଗଟିକୁ। ଯୁଆଡ଼ୁ ବହୁଥାଏ ଚୋରା ବସନ୍ତ, ଆଉ ସେତିକି ଚାହାଣି ଭିତରେ କାଲୁଆ କାଠୁଆ ମଣିଷ ଜୀବନଗୁଡ଼ିକ ତାଙ୍କର ପଲ୍ଲବୀ ଉଠିଲା ସତେକି ପୁଣି ଥରେ। ସାଇ ବୁଲି ସାରି ଧୋବଣୀ ବୁଢ଼ୀ ଘରେ ନ ପହଞ୍ଚୁଣୀ ସାରା ସାଇ ଆସିଗଲାଣି ପହଞ୍ଚି ତାଙ୍କ ଘରେ। ଆମେ ଯିବୁ ବାବାଜୀ, ଦକ୍ଷିଣକୁ ସାଥିରେ ତୋର। ଦକ୍ଷିଣ ହିଁ ଆମର ଅସଲ ଘରରେ ବାବାଜୀ। ଚାଲେ ଯିବା ଚାଲ। ଏଇ ଦେଖିଲ, ଆକାଶଟା ସାରା ଛାଇ ହେଇଛନ୍ତି ହଂସ। ଦକ୍ଷିଣ ଆହା, ସେ ହଂସମାନଙ୍କ ବାଟରେ ଯିବା ଚାଲ ଯିବା। ଚମକି ପଡ଼ିଲା ବାବାଜୀ ସେଇ ହଂସ ଶବ୍ଦରେ। ଚାଉଁ ଚାଉଁ ହେଇ ଜରିଗଲା ଦେହ ତମାମ୍ ସେଇ ଶବ୍ଦର ତରଙ୍ଗ। ହଂସ ପରମହଂସ କିଏ ଯେମିତି ବଜାଉଥିଲା ଜଳ ତରଙ୍ଗ ବାଜାଟିଏ ତା କାନ ପାଖରେ। ଆସ ସମସ୍ତେ ଥରେ ପାଠଚକ୍ରକୁ। ଗମ୍ଭୀର ବାଦ୍ୟଟିଏ ପରି ସ୍ୱରଟିଏ ବାହାର ବାଜିଗଲା କାନରେ। ବାବାଜୀ ଆଉ ଚମକି ପଡ଼ିଲା ସେ। ଆଖି ଖୋଲି ଚାହିଁଲା ବାବାଜୀ ଚାରିଆଡ଼କୁ। ମଣିଷମାନେ ଘେରିଗଲେଣି ତାକୁ ସେତେବେଳେ, ଆଉ ଚାରିଆଡ଼େ ସେ ଅପୂର୍ବ ଆଶୁଯାତ୍ରାର ଉଚ୍ଛନ୍ନ ପଣିଆ। ଚାଲ ବାହାର, ଉଛୁରାଅ କାହିଁକି? ଡାକ ପଡ଼ୁଥାଏ ଚାରିଆଡ଼େ। ଆଉ ତାରି ଭିତରେ ସ୍ଥିର ଗମ୍ଭୀର ମୂର୍ତ୍ତିଟିଏ। ଧଳା ଶାଢ଼ୀଟିଏ ପିନ୍ଧି ଦିଶୁଥାଏ ସେ। ଆହୁରି ପବିତ୍ର ସାତ୍ତ୍ୱିକ ମହାଜନର ବଡ଼ ଝିଅଟି ସେ। ଆସ। ଗମ୍ଭୀର ବାଦ୍ୟଟି ପୁଣି ଥରେ ବାଜି ଉଠିଲା ବାବାଜୀ କାନରେ, ଆଉ ତତ୍କ୍ଷଣାତ୍ ଉଠି ପଡ଼ିଲା ସେ। ବାବାଜୀ ସମେତ ଗାଁ ଗୋଟାକ ଲୋକଙ୍କୁ ଦେଖି ଆଖି ପିଛୁଳାକ ଭିତରେ ଆଡ଼େଇ ଘେନିଗଲା ସେଇ ନାରୀ ମୂର୍ତ୍ତିଟି। ପାଠଚକ୍ର ଘରଟି ସେତେବେଳକୁ ମହକୁଥାଏ ଗୋଟିଏ ଚମତ୍କାର ବାସ୍ନାରେ। ସବୁଦିନ ଭଳି ମହମବତୀଗୁଡ଼ିକ ଭାରତର ମାନଚିତ୍ରକୁ ଆଲୋକବିନ୍ଦୁରେ ପରିପୂର୍ଣ୍ଣ କରି ଜଳି ଉଠିଲାଣି ସେତେବେଳକୁ। ପାଠଚକ୍ରରେ ପହଞ୍ଚିଲା ମାତ୍ରେ ପହିଲେ ଅଭ୍ୟାସ ବଶତଃ ବସିଗଲେ ସମସ୍ତେ ଚୁପ୍ ଚାପ୍ ଆଖି ବୁଜି ଧ୍ୟାନରେ।
ସମସ୍ତେ ଆଖି ଫିଟାଇଲା ବେଳକୁ ଛୋଟ ପିଲାଗୁଡ଼ିକ ଜଳଜଳ କରି ଡେର ଆଗରୁ ଅନେଇ ବସିଥାନ୍ତି ମହମବତୀରେ ସଜା ହୋଇଥିବା ସେଇ ମା'ର ରୂପଟିକୁ ଭାରତ ବର୍ଷକୁ। ସଞ୍ଜ ହେଇଗଲାଣି, ଯିବାନି କିରେ ଆମେ ଆଜି ଆଉ ଦକ୍ଷିଣକୁ? କିଏ ଜଣେ ଉଠାଇବାକୁ ଚାହୁଁଥିଲା ସେ ପ୍ରଶ୍ନଟିକୁ ଆଉଥରେ, କିନ୍ତୁ ରୋକିଗଲା। ଚୁପ୍ ହୋଇଗଲା ସେ ଆଉ ଗୋଟେ ପ୍ରଶ୍ନ ଆଗରେ। ମଣିଷ ତାହେଲେ ଚାଲିଛି, ଚାଲିବ ଏଣିକି ସେଇ ଦିଗକୁ ବାବାଜୀ। ଧୀରେ ଧୀରେ ଗୋଟିଏ ଗମ୍ଭୀର ଭାବନା ଭିତରୁ ସ୍ୱରଟିଏ ଟାଣି ଟାଣି ବାହାର କରି ବସିଲା ଧୋବା ବୁଢ଼ା, ଆଉ ଲଗେଇ ଦେଲା ମେଜିକ୍ ପୁଣି ସେଇ ପଦଟି ଶବ୍ଦରେ, ମଣିଷ। ନିଶବ୍ଦ ହୋଇଗଲା ଚାରିଆଡ଼ ପୁଣି ଥରେ। ପାଠଚକ୍ର ଘରଟିର ଭିତରେ ରାଜୁତି କରି ବସିଲା ସେଇ ଅପୂର୍ବ ମହିମାବନ୍ତ ଶବ୍ଦଟି, ମଣିଷ। ଚାଲିଛି ଚାଲିଛି ଭାଇ ସେ ସେଣିକି, ସିଆଡ଼କୁ ସଂସାରରେ ଅଛି କୋଉ ଶକ୍ତି ଭଲା ଯେ ଅଟକାଇବ ତାକୁ, ଛନ୍ଦିବ ତା ପାଦକୁ। ଧୋବା ମହାଜନର ସ୍ୱରଟି ଛତାଟିଏ ଭଳି ଖେଳିଗଲା ସତେକି ସେ ଶବ୍ଦମାନଙ୍କ ରାଜା ମଣିଷର ମୁକୁଟ ଉପରେ। ପୁଣି ଥରେ ଦୀର୍ଘ ରାଜୁତି ବିରାଜିଲା ଶବ୍ଦର ଅଭୟ ଛତ୍ର ତଳେ, ମଣିଷ। ଉଠ! ଶୁଭିଲା ଶେଷରେ ଆଦେଶଟିଏ, ଆଉ ଉଠିଲେ ସେମାନେ ଦକ୍ଷିଣ ଯାତ୍ରୀର ଦଳଟି। ଧଳା ପଦ୍ମଫୁଲ ପରି ରୂପଟିଏ ବାଟ କଢ଼େଇ ଘେନିଗଲା ସେମାନଙ୍କୁ, ଆଉ ବସେଇ ଦେଲା ଧାଡ଼ି କରି। ମା ଆସିଗଲେଣି ପରା, ସମସ୍ତେ ବାଢ଼ିଦେ, ବାଢ଼ିଦେ। ଧୋବା ମହାଜନର ଭିତରୁ ଖଞ୍ଜାରୁ ଅନ୍ନର ଦିବ୍ୟ ବାସ୍ନାଟିଏ ବାହାରି ଆସିଥିଲା। ଆଜି ଏଇଠି ଖାଇବ ସମସ୍ତେ। ଧୋବା ମହାଜନର ସ୍ୱରରେ ଅପୂର୍ବ କର୍ତ୍ତୃତ୍ୱ ପ୍ରବେଶିଥାଏ ସେତେବେଳେ। ଖାଇବା ପାଇଁ ପତ୍ରଗୁଡ଼ିଏ ପଡ଼ିସାରିଲାଣି ସେତେବେଳକୁ। ଭରି ଉଠିଲାଣି ବି ସେଗୁଡ଼ିକ ରୁଚିପୂର୍ଣ୍ଣ ପରିବେଶରେ। ଖିଆପିଆ ପରେ ଆଜି ରାତିକ ରହଣି ଏଇଠି, ଆଉ ବଡ଼ି ସକାଳୁ ଆରମ୍ଭ ହେବ ଯାତ୍ରା ଦକ୍ଷିଣକୁ। ଏଇଆ ବିଚାରିଛି ମୁଁ ନା କ'ଣ ବାବାଜୀ? ଯୋଡ଼ହସ୍ତ ହୋଇ ଠିଆ ହେଲା ସେ ସଭା ଆଗରେ ଏଥର ମହାଜନ ନିଜେ। ତାପରେ ଘୋଷଣାଟିଏ କଲା ସେ ଆଗାମୀ କାଲିର କାର୍ଯ୍ୟକ୍ରମ ବିଷୟରେ। ତମେମାନେ ଯିବ ନାହିଁ ଏକା, ଯିବି ମୁଁ ବି ତମ ସାଥିରେ, ଯିବେ ମୋ ସ୍ତ୍ରୀ ଆଉ ମୋ ପିଲାମାନେ। ହସିଲା ସେ ଆଉ ତରଳିଗଲା ଆପେ। ଯେମିତିକି ଆପଣାର ହସରେ ସେଇ ଭଙ୍ଗୀରେ କହିଲା ପୁଣି ସେ, ଏକା ମୁଁ ଆଉ ମୋ ସ୍ତ୍ରୀ ପିଲା ନୁହନ୍ତି ମ, ଏସବୁ ଯେତେ ଯାହା ଦେଖୁଛ। ଆଙ୍ଗୁଠି ବୁଲେଇ ଆଣିଲା ସେ ଚାରିଦିଗକୁ, ଯୋଉ ପଦାର୍ଥର ପୃଥିବୀକୁ ସେ ଇଙ୍ଗିତରେ କହୁଥିଲା, ସିଆଡ଼େ ଯିବେ ସଭିଏଁ ତମରି ସାଙ୍ଗରେ। ସବୁ ହାନିଲାଭ ଖର୍ଚ୍ଚବାଚ ଉଠିବ ମୋର ଏ ସମ୍ପତ୍ତିରୁ ପିଲେ। ଅଟକିଗଲା ସେ, ଆଉ ଆହୁରି ମଧୁରିଆ କରି ହସଟିଏ ହସିଲା ସେ ଖାସି ବ୍ୟବସାୟୀଟି ପରି। ୟା ପରେ କ'ଣ କରିବ ସେ? ଚୁପ୍ ରହିଲେ ସେମାନେ। ଚୁପ୍ ରହିଲା ବି ମହାଜନ ନିଜେ। ବଡ଼ ଅସମ୍ଭବ ଲାଗିଗଲା କ୍ଷଣକ ପାଇଁ ସେ ଚୁପ୍ ଚୁପ୍। ସାମ୍ନାରେ ବଢ଼ା ହୋଇଥାଏ ଦିବ୍ୟ ଅନ୍ନ, ହଉଥାଏ ଶୀତଳ ସେ, ହେଲେ କଥା ଟିକି ଛିଣ୍ଡଉ ନଥାଏ ମହାଜନ ସେତେବେଳେ ଯାକେ। ଛୋଟ ପିଲାମାନେ ଅସ୍ଥିର ହେଲେଣି, ଆଉ ଚଳେଇ ସାରିଲେଣି ହାତ କେତେବେଳୁ। ବଡ଼ମାନେ ମୁହଁ ପୋତି ବସିଲେଣି ଖାଇବା ପତରରେ, କିନ୍ତୁ ଚଳୁନି ଏ ଯାଏ ହାତଟି ମାନ କାହାରି। ଅସ୍ଥିର ହୋଇ ପଡ଼ିଲା ନିଜେ ବାବାଜୀ, ଆଉ ସମ୍ଭାଳି ନ ପାରି ପଚାରିଦେଲା, ତୁମର ସର୍ତ୍ତ କ'ଣ କହୁନ ମହାଜନେ? ଉଛୁର ହେଉଛି ଯେ। ଦୀର୍ଘ ନିଶ୍ୱାସଟିଏ ପକାଇଲା ସେ, ଆଉ କହିଲା ଶେଷରେ, ଏ ସବୁ ପାଇଁ ଯେତେ ଧନ ଯେତେ ଜନ ଜୀବନ ଯିବ, ତହିଁରେ ଲାଭ କିଏ ପାଇବ ବାବାଜୀ? ବୁଝିପାରିଲେ ନାହିଁ ତଥାପି ସେମାନେ ତାକୁ ମଣିଷର ସେ ଅଦ୍ଭୁତ ବ୍ୟବସାୟିକା ଆଖର ପ୍ରଶ୍ନଟିକୁ। ଏକ ଜଟିଳ ବେଳାଭ ପୁଣି ଆସିଗଲା ସତେକି। ଏ ଆଶଙ୍କାରେ ଥୋକେ ଖଜବଜ ହୋଇ ଉଠିଲେ। ପତ୍ରରୁ ମୁହଁ ଟେକି ଅନେଇଲେ ସେମାନେ ମହାଜନ ମୁହଁକୁ। ବାବାଜୀ ବି ନିଜେ ଧରିପାରିଲାନି ସେ ପ୍ରଶ୍ନଟିକୁ ମହାଜନର। ଲୋକେ ବୁଝିପାରୁନାହାନ୍ତି ଜାଣି ମହାଜନ ଆପେ ଚୁପ୍ ହୋଇଗଲା, ଆଉ ଚମକି ପଡ଼ିଲା ପରି ଚାରିଆଡ଼କୁ ପରସ୍ତେ ପରସ୍ତେ ଅନେଇ ଦେଇ କହିଲା, ଆରେ ହାତ ଚଳାଅ ନା, କାହା ପାଇଁ ବସିଛ ଆଉ? ଆରମ୍ଭ କରିଦେଲେ ସେମାନେ। ସେରିଗଲା ରାତି ଭୋଜନଟି। ଶୋଇଲେ ସେମାନେ ଥୋକେ ପାଠଚକ୍ର ପିଣ୍ଡାରେ, ଥୋକେ ମହାଜନର ହାତୀଭଳି ଘରଗୁଡ଼ିକର ଚଟାଣରେ। ସତକୁ ସତ ସକାଳ ହେଲା, ଆଉ ବାହାରିଲେ ସେମାନେ। ଯୁଆଡ଼କୁ ଯିବା ପାଇଁ ହେଉଥିଲେ ଉଚ୍ଛନ୍ନ ଜୀବନ ତମାମ। ଜାଣତରେ ବା ଅଜାଣତରେ ବାହାରିଲା ବି ସେମାନଙ୍କ ସାଥିରେ ନିଜେ ମହାଜନ ଆଉ ତାହାର ପରିବାର। ଆମେ କ'ଣ ବାହାରିଛେ ସମସ୍ତେ? ଗାଁଟା ସାରା? ଆଶ୍ଚର୍ଯ୍ୟ ହୋଇ ପଚାରିଲା ମହାଜନ ପଛକୁ ଅନେଇ ଦେଇ। ସମସ୍ତେ, ସମସ୍ତେ ଜୋର ଦେଇ କହିଲା ବାବାଜୀ।
ତେବେ କିଏ ଜଗିବ ଆମର ଏ ଘର ଦ୍ୱାର ବିଲବାଡ଼ି? ପଚାରିଲା ମହାଜନ ସନ୍ତୁଷ୍ଟ ନ ହୋଇ ବାବାଜୀର ଉତ୍ତରରେ। ବାବାଜୀ ହସିଲା। ଆଉ ତାରି ଭିତରେ ସତେକି ସେ କହିଲା, କିଏ ଜଗିଛି ଆମର ଏଇ ଜନପର୍ବତ ନଦୀ ସମୁଦ୍ରକୁ ମହାଜନେ? ଆଉ ସେ ହସଟି ବ୍ୟାପିଗଲା ବାବାଜୀର। ଛୋଟ ପିଲାଟିର ଦୌଡ଼ୁଥିଲା ସବୁ ଆଗରେ। ଆଉ କେତେ ବାଟ ଗଲା ପରେ ଦୌଡ଼ି ଦୌଡ଼ି ଫେରି ଆସୁଥିଲା ସେ ମୂଳ ତୀରଟିର ନିକଟକୁ ଆଉ ଘୋଷଣା କରୁଥିଲା ସେ, ମା ମା, ଦେଖିଲୁଣି ଗଛମାନେ ପାହାଡ଼ମାନେ ସବୁ କେମିତି ଚାଲିଲେଣି ଆମ ଆଗେ ଆଗେ ଆମ ପଛେ ପଛେ। ସବୁରି ପଛରେ ଆଗକୁ ପଛକୁ ଚତୁର୍ଦ୍ଦିଗକୁ ଅନେଇ ଅନେଇ ଚାଲୁଥାଏ ମହାଜନ। ଆଉ ଜାଣିଥାଏ ସେ ଯାତ୍ରାର ସବୁ ଲାଭ କ୍ଷତି ବୋହିବ ସେ ନିଜେ। ଧୋବା ବୁଢ଼ା ଗୁମ୍ ମାରି ଯାଇଥାଏ ବହୁତ ବେଳୁ। ଯାଇପାରିବା ତ ଆମେ ୟାଙ୍କ ସାଙ୍ଗରେ, ଏ ପିଲାଙ୍କ ସାଙ୍ଗରେ, ପଚାରୁଥାଏ ଧୋବଣୀ ବୁଢ଼ୀ ଧୋବା ବୁଢ଼ାର କାନରେ। କେତେବେଳେ ବାଦ ରେଳ ଷ୍ଟେସନ ଧଇଲେ ସେମାନେ। ମହାଜନ ବନ୍ଦୋବସ୍ତ କରିସାରିଥାଏ ଆଗରୁ। ବାଟରେ ଯାହା କେତେ ଅସୁବିଧା କରିଦେବ ତାଙ୍କ ପାଇଁ, ଯାହା କେତେ ସୁବିଧା କରିଦେବ ତାଙ୍କ ପାଇଁ। ଆଉ ଜାଣିଥାଏ ସେଇ ଏକା କେତେ ଲମ୍ବା, କେତେ କଷ୍ଟ ଆଉ ଖର୍ଚ୍ଚାନ୍ତର ବାଟ ସେ ଯୁଆଡ଼େ ବାହାରିଥାନ୍ତି ସେମାନେ। କିଏ ମାନେ? ମଝିରେ ମଝିରେ ସେ ମହାଜନ ଏକା ବୁଲି ବୁଲିକା ଅନଉଥାଏ ତା ନିଜ ଦଳଟିକୁ। ଆଉ ଖୋଜି ଖୋଜିକା ଶେଷରେ ତା ଆଖି ପହଞ୍ଚି ଯାଉଥାଏ ସେଇଠି, ଯିଏ ତାକୁ ପହିଲେ ଦୀକ୍ଷା ଦେଇଥିଲା ସେ ଅବାଟରେ ପାଦ ଦେବା ପାଇଁ, ସେଇ ବାବାଜୀ। ସେ କେତେ ବା ଉମର ହବ ପିଲାଟାର? ମହାଜନର ବ୍ୟବସାୟାତ୍ମିକା ବୁଦ୍ଧି ବାବାଜୀ ଉପରେ ଅନେକ ବେଳୁ ସ୍ଥିର ହୋଇ ସାରିଥାଏ। ଆଉ ମନେ ମନେ କଳୁଥାଏ ସେ, ଯେତେବେଳେ ଦକ୍ଷିଣ ଯାତ୍ରା ଶେଷ କରି ଫେରିବ ସେମାନେ, ଆଉ ନୂଆ କରି ଜୀବନ ଖୋଲିବ ତାର ବେଉସା। ମଣିଷ ଫେରିବ ଘର ସଂସାରକୁ, ଆଉ ନୂଆ ମଣିଷମାନେ ତିଆରି ହବା ପାଇଁ ଚାଲିବ ସେ ଲମ୍ବା ଯୋଜନା। ଲକ୍ଷ ଲକ୍ଷ ବର୍ଷ ଧରି କେମିତି ସବୁ କ'ଣ ହବ ସବୁ। ଆଉ ଏଇପରି ଭାବନା ଭିତରେ ଦେଖୁଥିଲା ବି ସେ ଆଶ୍ଚର୍ଯ୍ୟ ହୋଇ ସେ ପଦ୍ମଫୁଲ ପରି ଝିଅଟିକୁ, ଯାହାକୁ ଜନ୍ମ ଦେଇଥିଲା ସେ ନିଜ ଶରୀରରୁ। ସତେ ଦେହରୁ ଜନ୍ମିତ ଏଭଳି ମଣିଷ? ମହାଜନର ଦୃଷ୍ଟି ପରିଶେଷରେ ଆବଦ୍ଧ ହେଲା ଆପଣାର ସେଇ ବାଳୁଆ ଛାତିଟି ଉପରେ, ଯାହା ଉପରେ ସକାଳୁ ସକାଳୁ ବହେ ଚନ୍ଦନ ବୋଳି ପକାଇ ବାହାରି ପଡ଼ିଥିଲା ସେ। ଏଇ ଦେହ ସେ। ଏଥର ପୁଣି ଥରେ ନିଜକୁ ପଚାରୁ ପଚାରୁ କାନ୍ଦି ପକାଇଲା ସେ। ଛାତି ଭିତରେ ଅତି ଗଭୀରରେ କଷ୍ଟ ପାଇଲା ପରି ଆସ୍ତେ ଆସ୍ତେ ଆଉଁସିଲା ସେ ଆପଣାର ସେଇ ବାଳୁଆ ମାଉଁସିଆ ଛାତିକୁ। ଆଉ ବିଶ୍ୱାସ ଆଣିବା ପାଇଁ ବୁଝେଇ ବୁଝେଇ ଚୁପ୍ ଚୁପ୍ କହି ଚାଲିଲା ସେ, ପଦ୍ମଫୁଲର ବାପ ତୁ, ପଦ୍ମଫୁଲର ବାପ ତୁ, ଶାନ୍ତ ହ, ଚୁପ୍ ହ, ସ୍ଥିର ହ, ମଣିଷର କର୍ତ୍ତା ତୁ, କର୍ତ୍ତା ତୁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଉପନ୍ୟାସ ଦକ୍ଷିଣାବର୍ତ୍ତ। ରହିଲି, ନମସ୍କାର।